ବର୍ତ୍ତମାନ ବଜାରରେ ଚାଇନା ରସୁଣ ବିଷ ସହିତ ସମାନ ଅଛି। ଏହି ରସୁଣ ଘରକୁ ଆଣିବା ପୂର୍ବରୁ କେମିତି କରିବେ ଚିହ୍ନଟ ଆସନ୍ତୁ ଜାଣିବା। ଭାରତୀୟ ରସୁଣ ଓ ଚାଇନା ରସୁଣ ମଧ୍ୟରେ କ'ଣ ରହିଛି ଅନ୍ତର, କେମିତି ଚିହ୍ନିବେ? ଘରକୁ ଆଣିବା ଆଗରୁ ହୁଅନ୍ତୁ ସତର୍କ। ଆଜିକାଲି ସବୁ ଜିନିଷରେ ନକଲି ବାହାରୁଛି। ସେସବୁ ସସ୍ଠୁ ଆରମ୍ଭ କରି ସିମେଣ୍ଟ ପର୍ଯ୍ୟନ୍ତ ସବୁଥିରେ ନକଲି। କିନ୍ତୁ ପରିବା ନକଲି ବୋଲି କେବେ ଶୁଣିଛନ୍ତି କି? ତେବେ ଦେଖୁଛନ୍ତି ଆପଣ ଘରକୁ ଆଣୁଥିବା ପନିପରିବା ମସଲା ନକଲି, ଯାହା ଆପଣଙ୍କ ପାଇଁ ବିଷ ସହ ସମାନ ଅଟେ। ଭାରତୀୟ ରୋଷେଇ ଘରରେ ରସୁଣ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଯାହା ବିନା ତରକାରୀ ସ୍ୱାଦିଷ୍ଟ ଲାଗେନି ବୋଲି ବିଶ୍ୱାସ ରହିଛି। କିନ୍ତୁ ଯଦି ଆପଣଙ୍କୁ କେହି କୁହେ ଯେ ଆପଣ ବ୍ୟବହାର କରୁଥିବା ରସୁଣ ନକଲି, ତେବେ ଆପଣ କ'ଣ କରିବେ? ରସୁଣ ଦେଖିବାକୁ ସବୁ ଧଳା ରଙ୍ଗ ହୋଇଥାଏ। କେବଳ ଧଳା ରଙ୍ଗର ନିର୍ଭର କରି ଆପଣ ରସୁଣ କିଣୁଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ। ଆପଣଙ୍କ ବଡ଼ ବିପଦରେ ପଡ଼ିପାରନ୍ତି। ଗୁଜରାଟର ଗୋଣ୍ଡଲ କୃଷି ଉତ୍ପାଦନ ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ 750 କିଲୋଗ୍ରାମ ଚାଇନା ରସୁଣ ଜବତ କରାଯାଇଛି। ସେବେଠାରୁ ପ୍ରଶାସନ ଅଡ଼ୁଆରେ ପଡ଼ିଛି। ଅନୁମାନ କରାଯାଉଛି ଯେ ଚାଇନାର ରସୁଣ ବର୍ତ୍ତମାନ ଭାରତର ଅନେକ ବଜାରରେ ପହଞ୍ଚିଛି। ପ୍ରାୟ 10 ବର୍ଷ ପୂର୍ବେ ଏହି ଚାଇନା ରସୁଣକୁ ଭାରତ ବଜାରରୁ ବାରଣ କରାଯାଇଥିଲା। ତେବେ ଏହି ରସୁଣ ଭାରତର ଅନେକ ବଜାରରେ ପ୍ରବେଶ କରିଛି। ଏବେ ପ୍ରଶ୍ନ ହେଉଛି କି ଏହି ରସୁଣକୁ ବିଷାକ୍ତ ବୋଲି କାହିଁକି ନାମିତ କରାଯାଇଛି? ଏହି ରସୁଣର ପାଖୁଡ଼ାଗୁଡ଼ିକ ସଫା ଧଳା, ଏଥିରେ ଦାଗ କମ୍ ଦେଖିବାକୁ କ୍ଷଣି କିଣିବାକୁ ପସନ୍ଦ କରିବେ। ଏହି ଚାଇନାରେ ରସୁଣ ମିଥାଇଲ ବ୍ରୋମାଇଡ଼ର ଉପସ୍ଥିତି ଦେଖିବାକୁ ମିଳିଥିଲା। ଯଦି ଏହି ରାସାୟନିକ ଆମ ଶରୀରରେ ପ୍ରବେଶ କରେ, ତେବେ ଏହା ଯକୃତ ଓ କିଡ୍ନି କ୍ଷତି ଘଟାଇପାରେ। ଦୃଷ୍ଟିଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ। ଏବେ ପ୍ରଶ୍ନ ହେଉଛି ପ୍ରକୃତ ରସୁଣ କିପରି ଚିହ୍ନିବା? ଦୁଇଟି କଥା ମନେ ରଖନ୍ତୁ। ପ୍ରକୃତ ରସୁଣ କଦାପି ଧଳା ନୁହେଁ, ଏଥିରେ ମଧ୍ୟ ଦାଗ ରହିଛି। ଦେଶୀ ରସୁଣ କୋଲ ଛୋଟ ଅଟେ। ବଜାର ଗଲାବେଳେ ଆପଣ ସାବଧାନ ସହିତ ରସୁଣ କିଣନ୍ତୁ ଏବଂ ନିଜ ପରିବାରକୁ ଏହି ବିଷ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ। ଧନ୍ୟବାଦ।